ମହାଭାରତ ଯୁଦ୍ଧରେ ମହାବୀର ଅର୍ଜୁନଙ୍କ ଶରାଘାତରେ ଧରାଶୟୀ ହୋଇଗଲେ ପିତାମହ ଭୀଷ୍ମ। କିନ୍ତୁ ସେ ହଠାତ୍ ଶରୀର ଛାଡ଼ି ନଥିଲେ, କାରଣ ତାଙ୍କ ମା ଗଙ୍ଗାଦେବୀ ତାଙ୍କୁ ଇଚ୍ଛା ମୃତ୍ୟୁ ବର ପ୍ରଦାନ କରିଥିଲେ। ସେ ଯେତେବେଳେ ଇଚ୍ଛା କରିବେ ସେତେବେଳେ ମୃତ୍ୟୁବରଣ କରିବେ। ଦୀର୍ଘ 7 ଦିନ ପର୍ଯ୍ୟନ୍ତ ଶରାଶଯ୍ୟାରେ ପଡ଼ି ରହି ଅସହ୍ୟ ଯନ୍ତ୍ରଣା ଭୋଗ କରୁଥିଲେ ଭୀଷ୍ମ। ସେ ପ୍ରତିଜ୍ଞା କରିଥିଲେ କି କୌରବ ପାଣ୍ଡବ ଯୁଦ୍ଧରେ ଯେତେବେଳେ ପାଣ୍ଡବମାନେ ବିଜୟୀ ହେବେ ସେତେବେଳେ ମୁଁ ମୃତ୍ୟୁବରଣ କରିବି। ଠିକ୍ ତା ହିଁ ହେଲା। ଯୁଦ୍ଧ ଶେଷରେ ପାଣ୍ଡବମାନଙ୍କର ବିଜୟ ଓ କୌରବମାନଙ୍କର ନିଧନ ହେବା ଶୁଣି ସ୍ୱର୍ଗାରୋହଣ କଲେ ପିତାମହ।